ଆମ ଶରୀର ନର୍ମାଲ ବା ସାଧାରଣ ପାଣି ପାଇଁ ହିଁ ତିଆରି ହୋଇଛି। କିନ୍ତୁ ଆମେ ଯେତେବେଳେ ଅଧିକ ଗରମ ପାଣିର ବ୍ୟବହାର କରିଥାଉ ତେବେ ଏହା କ୍ଷତିକାରକ ହୋଇଥାଏ। କିଡନୀ ପାଇଁ ଗରମ ପାଣିକୁ ଫିଲ୍ଟର କରିବା ସହଜ ହୋଇନଥାଏ। ଏହା ସେହି ସମୟରେ ହୋଇଥାଏ ଯେତେବେଳେ ଆପଣ ଅତ୍ୟଧିକ ଗରମ ପାଣି ପିଇଥାନ୍ତି। ଏହାକୁ ଫିଲ୍ଟର କରିବା ପାଇଁ କିଡନୀ ଉପରେ ଅଧିକ ପ୍ରେସର ପଡ଼େ। ଏହା ପାଇଁ କିଡନୀ ନର୍ମାଲ ରେଟ୍ରେ କାମ କରିପାରେ ନାହିଁ। ଯଦି ପାଣି ଅଧିକ ଗରମ ହୋଇଥାଏ ତେବେ ଗଳାରେ ଛାଲ ପଡ଼ିପାରେ, ଯାହା ପାଇଁ ଶରୀରରେ ଆଭ୍ୟନ୍ତରୀଣ ଟିସ୍ୟୁ ଉପରେ ପ୍ରଭାବ ପଡ଼ିଥାଏ। ବିଶେଷଜ୍ଞ କହିଥାନ୍ତି ଅଧିକ ଗରମ ପାଣି ପିଇବା ଦ୍ୱାରା ଏସିଡିଟିର ସମସ୍ୟା ହୋଇପାରେ। ଅଧିକ ଗରମ ପାଣି ପାଚନ ତନ୍ତ୍ର ଝିଲ୍ଲି ପାଇଁ କ୍ଷତିକାରକ ହୋଇଥାଏ, ଯାହା ଯୋଗୁଁ ଅଲ୍ସରର ବିପଦ ବଢ଼ି ଯାଇଥାଏ। କିଛି ଲୋକଙ୍କୁ ରାତି ଶୋଇବା ସମୟରେ ନିଦ ଠିକ୍ରେ ଆସେ ନାହିଁ। ଆପଣଙ୍କୁ ଏଠାରେ କହି ରଖୁଛି, ଯେଉଁ ବ୍ୟକ୍ତି ଶୋଇବା ସମୟରେ ଗରମ ପାଣି ପିଇ ଶୋଇଥାଏ ତେବେ ଏପରି ସ୍ଥିତିରେ ନିଦ ବାରମ୍ବାର ଭାଙ୍ଗିଥାଏ। ଏହା ଆଗକୁ ଅନିଦ୍ରା ରୋଗର ରୂପ ମଧ୍ୟ ନେଇପାରେ। ଆୟୁର୍ବେଦିକରେ କୁହାଯାଇଛି, ଯଦି ଆପଣଙ୍କୁ ଗରମ ପାଣି ପିଇବାର ଅଛି ତେବେ ଅଧିକ ଗରମ ନୁହେଁ, ହାଲକା ଗରମ ପାଣି ପିଇବା